କିଏ ଏ ଭକ୍ତ ଯିଏ ଶିବଲିଙ୍ଗରେ ପାଦ ଧୋଇ ଠିଆ ହୋଇଅଛି? ଶଙ୍କର ଭଗବାନଙ୍କର ଜଣେ ବଡ଼ ଭକ୍ତ ଥିଲେ। ନାମ ଭୀମକୁମାର କନ୍ନପ୍ପା ଥିଲା। ସେ ଦକ୍ଷିଣ ଭାରତର ବାସିନ୍ଦା ଥିଲେ। ଥରେ ଶଙ୍କର ଭଗବାନ ତାର ପରୀକ୍ଷା ନେବାକୁ ଚାହିଁଲେ ଏବଂ ସେ ତାଙ୍କର ଶିବଲିଙ୍ଗରେ ଦୁଇଟି ଚକ୍ଷୁ ଆବିର୍ଭାବ କଲେ। ଗୋଟିଏ ଚକ୍ଷୁରୁ ରକ୍ତର ଅଶ୍ରୁ ବୋହିବାକୁ ଲାଗିଲା। ଏହା ଦେଖି କନ୍ନପ୍ପା ଆଶ୍ଚର୍ଯ୍ୟ ହୋଇଗଲା ଏବଂ ଜଙ୍ଗଲ ଯାଇ କିଛି ଜଡ଼ିବୁଟି ଆଣି ସେଠାରେ ଲଗାଇବାକୁ ଲାଗିଲା। ତାପରେ ବି ସେ ଚକ୍ଷୁରୁ ରକ୍ତ ପ୍ରବାହ ବନ୍ଦ ହେବାକୁ ହେଲା ନାହିଁ। ସେଥିପାଇଁ ସେ ତାର ନିଜ ଚକ୍ଷୁକୁ ତାଡ଼ି ସେଇ ଅଶ୍ରୁ ବହୁଥିବା ଚକ୍ଷୁରେ ଲଗାଇଦେଲା। ତାପରେ ସେ ଚକ୍ଷୁରୁ ରକ୍ତ ପ୍ରବାହ ବନ୍ଦ ହୋଇଗଲା। କିଛି ସମୟ ପରେ ପୁଣି ସେ ଅନ୍ୟ ଚକ୍ଷୁରୁ ରକ୍ତ ପ୍ରବାହ ହେବାକୁ ଲାଗିଲା। ସେ କିଛି ନ ଭାବି ଚକ୍ଷୁକୁ ଗୋଡ଼ ଥୋଇ ତାର ଅନ୍ୟ ଚକ୍ଷୁକୁ ତାଡ଼ି ସେ ଜାଗାରେ ଲଗାଇଦେଲା। ତତ୍କ୍ଷଣାତ୍ ଦୁଇ ଚକ୍ଷୁରୁ ରକ୍ତ ପ୍ରବାହ ବନ୍ଦ ହୋଇଗଲା। ଏହା ଦେଖି ମହାଦେବ ପ୍ରସନ୍ନ ହେଲେ ଏବଂ ତାକୁ ଆସି ଦର୍ଶନ କଲେ ଏବଂ ତାର ଚକ୍ଷୁକୁ ପୁନର୍ବାର ଫେରାଇ ଦେଲେ। ବୋଲ ହର ହର ମହା